PM କିଷାନର ଯେଉଁମାନଙ୍କର ବି ପଇସାଟି ପେଣ୍ଡିଂରେ ଥିଲା 17ତମ 18ତମ କି 19ତମ କିସ୍ତିରେ ଯାହାର ବି ପଇସାଟି ଆସିନଥିଲା ତ ସେମାନଙ୍କର ପଇସାଟି 21 ତାରିଖ ଦିନ ପଳେଇ ଆସିଛି। ତ ଆପଣମାନେ କ'ଣ କରିବେ ନା EKYC ମ୍ୟାଣ୍ଡେଟରୀ PM କିଷାନ ରେଜିଷ୍ଟର ଫାର୍ମର। ତ ଆପଣମାନଙ୍କୁ ଜଣାଇ ଦିଆଯାଉଛି ଯେ EKYC କରିବା ନିହାତି ଆବଶ୍ୟକ। ଯଦି ଆପଣମାନେ EKYC କରୁନାହାନ୍ତି ତ ତାହେଲେ ଆଗାମୀ କିସ୍ତିରେ ପଇସାଟି ପାଇପାରିବେ ନାହିଁ। ଆଉ ସାଙ୍ଗମାନେ OTP ବେସ୍ଡ EKYC ଆଭେଲେବୁଲ୍ ଅଛି PM କିଷାନ ପୋର୍ଟାଲରେ। ଆପଣମାନେ PM କିଷାନ ପୋର୍ଟାଲକୁ ଆସିକି ମଧ୍ୟ EKYC ଉପରେ କ୍ଲିକ୍ କରିକି ଆପଣମାନେ EKYC କମ୍ପ୍ଲିଟ୍ କରିପାରିବେ। ତାପରେ ଆଉ ଗୋଟେ କଥା ହେଲା, ଯେଉଁମାନଙ୍କର ବି DBT ଲିଙ୍କ ନାହିଁ ଯେଉଁମାନଙ୍କର, ତ ସେମାନେ କ'ଣ କରିବେ ନା ନିଜର ବ୍ୟାଙ୍କକୁ ଯାଇକି ଯଥାଶୀଘ୍ର DBT ଲିଙ୍କ କରାଇ ନିଅନ୍ତୁ। ଯଦି DBT ଲିଙ୍କ କରୁନାହାନ୍ତି ତାହେଲେ ମଧ୍ୟ ପଇସାଟି ପାଇପାରିବେ ନାହିଁ। ଯଦି DBT ଲିଙ୍କ ହେଇପାରୁନି ବ୍ୟାଙ୍କରେ ତ ଆପଣମାନେ କ'ଣ କରିବେ ନା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଗୋଟେ ଆକାଉଣ୍ଟ ଖୋଲି ଦିଅନ୍ତୁ। ସେଇଠି DBT ଲିଙ୍କ ହେଇକି ଅଲରେଡ଼ି ଆସିଯିବ। ତ ଆପଣମାନଙ୍କ ପଇସାଟି ବହୁତ ସହଜରେ ସେ ଆକାଉଣ୍ଟରେ ଆସିପାରିବ।